କ'ଣ ଆପଣମାନେ ପଣସରେ ଏ ରେସିପିଟା ବନେଇଲେଣି ନା ବନେଇ ନାହାନ୍ତି? ସାଙ୍ଗମାନେ, ଏବେ ତ ପଣସ ଚାରିଆଡ଼େ ମିଳୁଛି। ତାହେଲେ ଆସନ୍ତେ ଆଜି ଆମେ ବନେଇବା ପଣସ ପକୋଡ଼ା। ଏଇଟା ବନେଇବା ଯେତିକି ସହଜ, ଖାଇବାକୁ ବି ସେତିକି ଟେଷ୍ଟି। ତ ସେଥିପାଇଁ ପ୍ରଥମେ ଆମେ ପଣସକୁ ଏମିତି ଛୋଟ ଛୋଟ କାଟିଦେବା। ମୁଁ କାଟିକି ସାଙ୍ଗେ ସାଙ୍ଗେ ହଳଦୀ ଗୋଳେଇ ଦେଇଛି, ନହେଲେ ପଣସ ବେଶୀ ସମୟ ରହିଲେ କଳା ପଡ଼ିଯାଏ ବୋଲି। ତାପରେ ଗ୍ୟାସ୍ରେ କରେଇ ବସେଇ ସେଥିରେ ପାଣି ଦେଇ ପଣସକୁ ଆମେ ଟିକେ ସିଝେଇ ନେବା। ହଁ, ଅଳ୍ପ ସିଝେଇବେ, ବେଶୀ ସିଝେଇବେନି, ନହେଲେ ଛାଣିଲା ବେଳକୁ ଚକଟା ହେଇଯିବ। ଯେହେତୁ ମୁଁ ଆଗୁଆ ହଳଦୀ ଗୋଳେଇ ଦେଇଥିଲି, ମୁଁ ଆଧିରେ ଅଳ୍ପ ଟିକେ ଲୁଣ ଦେଇ ପଣସକୁ ସିଝେଇ ଦେବି। ଯଦି ଆପଣ ହଳଦୀ ଗୋଳେଇ ନଥିବେ ତାହେଲେ ହଳଦୀ ଆଉ ଲୁଣ ଦେଇ ସିଝେଇବେ। ଏବେ ଇଏ ସିଝିଗଲା ପରେ ୟାକୁ ଗୋଟେ ଜାଗାକୁ କାଢ଼ିଦେବା। ତାପରେ ସେଥିରେ ଆମେ 2ରୁ 3 ଚାମଚ କର୍ଣ୍ଣଫ୍ଲୋର, 2ରୁ 3 ଚାମଚ ବେସନ, ଅଳ୍ପ ଟିକେ କାଶ୍ମୀରୀ ଚିଲି ଗୁଣ୍ଡ, ଅଳ୍ପ ଟିକେ ଗରମ ମସଲା, ସ୍ୱାଦ ଅନୁସାରେ ଲୁଣ, ଭୃସଙ୍ଗ ପତ୍ର ଆଉ ଅଦା ରସୁଣ କଞ୍ଚା ଲଙ୍କା ଛେଚା ଦେଇ ତାକୁ ଭଲକି ଗୋଳେଇଦେବା। ଗୋଳେଇ ସାରିଲା ପରେ ପକୁଡ଼ି ଛାଣିଲା ଭଳିଆ ତାକୁ ଗରମ ତେଲରେ ଛାଣିଦେବା। କିଛି ସମୟ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଛାଣିଲା ପରେ ଯେତେବେଳେ ତା କଲର୍ ଏମିତି ନାଲି ନାଲି ଦେଖାଯିବ, ତାପରେ ତାକୁ କାଢ଼ିଦେବା। ଏବେ ଆମର ପଣସ ପକୋଡ଼ା ବନିକି ହେଇଯାଇଛି ରେଡ଼ି। ଆଉ ଆପଣମାନେ ଯଦି ଏଯାଏଁ ଏ ରେସିପିଟିକୁ ଟ୍ରାଏ କରିନାହାନ୍ତି, ତାହେଲେ ଥରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଆଉ ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଛି, ତାହେଲେ ଗଲାବେଳକୁ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଯିବେ। ରହୁଛି, ଜୟ ଜଗନ୍ନାଥ।